ଆପଣଙ୍କ ସମ୍ମୁଖରେ ଦୁଇଟି ଫୁଲ ଏବଂ ତା ସହିତ ଦୁଇଟି ସଂଖ୍ୟା ରହୁଛି, 1 ସଂଖ୍ୟା ଏବଂ 2। ସେହି ଦୁଇଟି ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟାକୁ ବାଛନ୍ତୁ କିମ୍ବା କୌଣସି ଗୋଟିଏ ଫୁଲକୁ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଗୁପ୍ତ ରହସ୍ୟ, ଯାହା ଜାଣିବା ଦ୍ୱାରା ଆପଣ ଆପଣଙ୍କର ଜୀବନରେ ଆଗକୁ କ'ଣ କରିବେ, ଆପଣଙ୍କର ଭବିଷ୍ୟତ କିପରି ରହିବ, ସବୁକିଛି ଜାଣିପାରିବେ। ଆପଣଙ୍କର ଶିକ୍ଷାର କ୍ଷେତ୍ର ହେଉ, ସ୍ୱାସ୍ଥ୍ୟର କ୍ଷେତ୍ର ହେଉ, ପାରିବାରିକ ଜୀବନ, ଦାମ୍ପତ୍ୟ ଜୀବନ ଏବଂ ଲଭ୍ ଲାଇଫ୍ ହେଉ କିମ୍ବା ଆର୍ଥିକ ସ୍ଥିତି ହେଉ, ଯେକୌଣସି କ୍ଷେତ୍ରରେ ଆପଣ ଯଦି କିଛି ଜାଣିବାକୁ ଚାହୁଁଛନ୍ତି ତ ଏ ଭିଡ଼ିଓଟିକୁ ନିଶ୍ଚିନ୍ତ ରୂପେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ବାଛନ୍ତୁ ଏଥିମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବା କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କ'ଣ ଅଛି। ତ ଆପଣଙ୍କୁ କିଛି ସମୟ ଦିଆଗଲା, ଆପଣ ବାଛନ୍ତୁ ଏହି ଦୁଇଟି ଫୁଲ ମଧ୍ୟରୁ ବା ଦୁଇଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ। ତ ଏବେ ଆସନ୍ତୁ ଜାଣିବା, ଯଦି ଆପଣ ପ୍ରଥମ ଫୁଲଟିକୁ, ନାଲି ରଙ୍ଗର ଫୁଲଟିକୁ କିମ୍ବା 1 ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତ ଆପଣଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟ କିପରି ରହୁଅଛି। ଦେଖନ୍ତୁ, ଆପଣଙ୍କ ପ୍ରଶ୍ନର ଉତ୍ତର ହେଲା ଆପଣ ବର୍ତ୍ତମାନ ବହୁତ ଚିନ୍ତାମଗ୍ନ। ଆପଣଙ୍କର ବର୍ତ୍ତମାନ ବିଶ୍ୱରେ ଈଶ୍ୱରଙ୍କର ଗୋଟାଏ ଶକ୍ତି ଅଛି ବୋଲି ବିଶ୍ୱାସ ହେଉନାହିଁ। ମାତାପିତା ଆପଣଙ୍କର ପ୍ରଥମ ଦାୟିତ୍ୱ, ଆପଣ ତାହା ବିଶ୍ୱାସ କରନ୍ତି ନାହିଁ। ବର୍ତ୍ତମାନ ଆପଣଙ୍କୁ କିଏ ରକ୍ଷା କରିବେ କହିଲେ, ତେବେ ଆପଣଙ୍କୁ ସେହିମାନେ ହିଁ ବର୍ତ୍ତମାନ ସାହାଯ୍ୟ କରିବାକୁ ଅନୁକୂଳ ଭାବ ପ୍ରକାଶ ପାଉଛି। ତେଣୁ ଆପଣଙ୍କର ଫଳ ମଧ୍ୟ ଯାହା ଯାଇଅଛି ତାହା ଆପଣଙ୍କୁ ନିଶ୍ଚୟ ମିଳିବ। ଆପଣଙ୍କର ମଙ୍ଗଳ ହେବାକୁ ଯାଉଛି। ଆପଣଙ୍କର ଶୁଭ ଯେତେ ବ୍ୟାକୁଳତା ପ୍ରକାଶ କରିବେ ସେତେ ବିପଦରେ ପଡ଼ିବେ। ଆଗାମୀ ଦିନରେ ଆପଣଙ୍କୁ ସମସ୍ତ ସୁଖ ସୁବିଧା ମିଳିବ। କୌଣସି ଏକ କାର୍ଯ୍ୟରେ ବିଶେଷ ଶୁଭ ଫଳ ଭୋଗ କରିବେ। ଗ୍ରହଦୋଷ ନିରାକରଣ ନିମନ୍ତେ ଆପଣ ଗ୍ରହ ଶାନ୍ତି ବିଧାନ କରନ୍ତୁ। କୌଣସି ପଣ୍ଡିତଙ୍କଠାରୁ ଆପଣ ଗ୍ରହମାନଙ୍କର ଆରାଧ୍ୟ ଦେବାଦେବୀମାନଙ୍କର ମୂଳମନ୍ତ୍ର ଗ୍ରହଣ କରି ତାଙ୍କ ଉଦ୍ଦେଶ୍ୟରେ ଜପ କରନ୍ତୁ। ଶୁଭ ଫଳ ଶୀଘ୍ର ପ୍ରାପ୍ତ କରିବେ। ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ଅତୀତ ହୋଇଯାଇଛି। ସମସ୍ତ ବ୍ୟାକୁଳତା ଦୂର ହେବ। ଏ ସମସ୍ତ ଆପଣଙ୍କ ଜାତକର ମନ୍ଦଦଶା ପ୍ରଭାବରୁ ହେଉଥିଲା। ଏଥିଯୋଗୁଁ ଆପଣ ବହୁ ମନ୍ଦ ଫଳ ଭୋଗ କରିସାରିଲେଣି। ରୋଗରେ ପଡ଼ି ବହୁ ଅର୍ଥ ମଧ୍ୟ ବ୍ୟୟ କରିସାରିଲେଣି। ଆପଣଙ୍କର ସମସ୍ତ ଗୃହ ଉପକରଣ ପ୍ରାୟତଃ ନଷ୍ଟ ହୋଇଯାଉଛି। କିଛି କାରଣ ନଥାଇ ଆପଣ ବିପଦରେ ପଡ଼ିଯାଉଛନ୍ତି। ସମ୍ମାନ ହରାଇ ଆପଣ ଆଜି ବଡ଼ ଦୁଶ୍ଚିନ୍ତାରେ ପଡ଼ିଛନ୍ତି। ଦୋଷ ନଥାଇ ଲୋକ ଆପଣଙ୍କୁ ଦୋଷୀ କରୁଛନ୍ତି। ଭୁଲ ନଥାଇ ମଧ୍ୟ ସାଙ୍ଗମାନେ ଆପଣଙ୍କଠାରୁ ଦୂରେଇ ଯାଉଛନ୍ତି। ଉଦ୍ଧାର ବା ଋଣ ଯାହା ଆପଣ କରିଥିଲେ ତାହା ସୁଝିବାରେ କଷ୍ଟ ହେଉଥିଲା। ସବୁକିଛି ବର୍ତ୍ତମାନ ଠିକ୍ ହୋଇଯିବ। ଆଗକୁ ସମୟ ଆପଣଙ୍କ ପାଇଁ ବହୁତ ହିଁ ଭଲ ଆସୁଅଛି। ଆପଣ ବର୍ତ୍ତମାନ ଆପଣଙ୍କର ଇଷ୍ଟଦେବଙ୍କର ପୂଜାର ବ୍ୟବସ୍ଥା କରନ୍ତୁ। ପୂର୍ବ ଜନ୍ମର କୃତଫଳ ହୁଏତ ଆପଣଙ୍କୁ ଏ ଜନ୍ମରେ ବହୁତ କଷ୍ଟ ଦେଉଅଛି, ତଥାପି ସେ ଫଳଭୋଗ ଆପଣଙ୍କ ଲାଗି ଆହୁରି ଅନେକ ଦିନ ଭୋଗ କରିବାକୁ ପଡ଼ିପାରେ। ତାହାର ନିରାକରଣ ନିମନ୍ତେ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରନ୍ତୁ। ବ୍ରାହ୍ମଣ 5 ଜଣଙ୍କୁ ଖାଇବାକୁ ଦିଅନ୍ତୁ ଓ ଦାନ କିଛି କରନ୍ତୁ। ତା ସହିତ ଆପଣଙ୍କର ପିତାଙ୍କୁ ନିଜର ଇଚ୍ଛା ବଳରେ ଶାନ୍ତି ଦିଅନ୍ତୁ। ଉପରୋକ୍ତ ଶାନ୍ତି ବିଧାନ ଲାଗି ଦେବାଦେବୀ ପୂଜାରେ ଲାଗି ପଡ଼ନ୍ତୁ। ନିଶ୍ଚୟ ଦୁଃଖ ଭୋଗ କରୁଛନ୍ତି ଏବେ, ତ ଆଉ ଚିନ୍ତା କରନ୍ତୁ ନାହିଁ। ଆଗକୁ ଆପଣଙ୍କ ପାଇଁ ବହୁତ ହିଁ ଭଲ ସମୟ ଆସୁଅଛି। ଆପଣଙ୍କଠାରୁ ଦୂରେଇ ଯାଇଥିବା ମିତ୍ରମାନେ, ବନ୍ଧୁମାନେ, ସହଯୋଗୀମାନେ ପୁଣି ପାଖକୁ ଫେରିଆସିବେ। ଅଫିସରେ ଯାହା ବି କିଛି ସମସ୍ୟା ଏବେ ଚାଲୁଅଛି ତାହା ଆଗକୁ ହିଁ ଠିକ୍ ହୋଇଯିବ। ମିତ୍ରଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନେ ପରାଜୟ ହେବେ। ଆପଣ ଯାହା ବି ଚିନ୍ତା କରିବେ ସେଥିରେ ଆପଣ ସଫଳତା ଲାଭ କରିବେ। ତେବେ ଗୋଟିଏ କଥାର ଆପଣ ଧ୍ୟାନ ରଖନ୍ତୁ କି ଆପଣ ଏହି କଥାଟିକୁ ଭାବି ନିଅନ୍ତୁ କି ଆପଣ ପ୍ରାୟତଃ କଥାରେ ମିଛ କହିବାକୁ ଲାଗିଯାଇଛନ୍ତି। ଆଗରୁ ଆପଣ ଏପରି ମିଛ କହୁନଥିଲେ, କିନ୍ତୁ ପ୍ରତିଟି କଥାରେ ମିଛ କହିବା ଏବେ ଆପଣଙ୍କର ଦେହସୁଆ ହୋଇଗଲାଣି। ଆପଣ ମିଛ କହିବାକୁ ଡରୁନାହାନ୍ତି, କିନ୍ତୁ ଏହି କୁଅଭ୍ୟାସକୁ ଆପଣ ଦୂରେଇ ଦିଅନ୍ତୁ, ନାହିଁ ତ ଆପଣ ଜୀବନରେ କେବେ ବି ସଫଳ ହୋଇପାରିବେ ନାହିଁ। ଈଶ୍ୱରଙ୍କର ଇଚ୍ଛାରେ ଆପଣଙ୍କର ମଙ୍ଗଳ ହେବାକୁ ଯାଉଛି। ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଚେଷ୍ଟା କରନ୍ତୁ କି ସ୍ତ୍ରୀଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ସହ ପ୍ରୀତିଭାବ ବଢ଼ାଇବାକୁ, ଗୃହରେ ମାଙ୍ଗଳିକ କର୍ମ କରିବାକୁ ଆପଣଙ୍କର ଯେତେ ଆଗ୍ରହ ପ୍ରକାଶ ପାଇବ ସେତେ କାର୍ଯ୍ୟରେ ଅସଫଳ ହେବାର ସମ୍ଭାବନା ଅଧିକ ରହିବ। ଆପଣଙ୍କ ମନ ମଧ୍ୟରେ ଗୃହପାଳିତ ପଶୁର ଚିନ୍ତା ପ୍ରବଳ ହେଉଥିବା ସମୟରେ ତାହା ପ୍ରାପ୍ତି ନିମନ୍ତେ ଫଳ ବିଳମ୍ବ ହେବ। ବର୍ତ୍ତମାନ ଗ୍ରହମାନେ ଆପଣଙ୍କ ବିରୁଦ୍ଧରେ, ତେଣୁ ଗ୍ରହ ଶାନ୍ତି ନିମନ୍ତେ ନବଗ୍ରହ ହୋମ କରାନ୍ତୁ। ଆଉ ମାତ୍ର 1.5 ବର୍ଷ ପରେ ଆପଣଙ୍କ ଜୀବନରେ ପୁନଶ୍ଚ ଗ୍ରହମାନେ ଶାନ୍ତି ହୋଇ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବେ। ନଷ୍ଟଧନ ଆଉ ନଷ୍ଟ ହେବ ନାହିଁ। ଗୋପନୀୟ ଚିନ୍ତାମାନ ଶୁଭଫଳ ପ୍ରାପ୍ତ ହେବ। ଅପହୃତ ପଦାର୍ଥ ଆପଣଙ୍କୁ ମିଳିଯିବ, ଅର୍ଥାତ୍ ଚୋରି ହୋଇଥିବା ଜିନିଷ ଆପଣଙ୍କ ପାଖକୁ ଫେରିଆସିବ। ସୁସମ୍ବାଦ ବାରମ୍ବାର ପାଇବେ। ଅନେକ ଶୁଭ ପରିବର୍ତ୍ତନ, ଅନେକ ସଫଳତା ଆପଣଙ୍କ ହାତକୁ ଆସିବ। ତ ଯଦି ଆପଣ 1 ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତ କମେଣ୍ଟ ବକ୍ସରେ ଜୟ ହନୁମାନ ଅବଶ୍ୟ ଟାଇପ୍ କରନ୍ତୁ। ତେବେ ଆସନ୍ତୁ ଜାଣିବା, ଯଦି ଆପଣ
ଦ୍ୱିତୀୟ ଫୁଲଟିକୁ ବା 2 ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ତ ତାହା କ'ଣ କହୁଛି ଆପଣଙ୍କ ବିଷୟରେ? ଆପଣଙ୍କର ଏବେ ଜୀବନର ସମସ୍ତ ବିପଦାପଦ ଦୂର ହୋଇଯାଇଛି। ଯେତେ ଭୟଭୀତ ହୋଇ ରହୁଥିଲେ ତାହା ଦୂର ହୋଇଯିବ। ବର୍ତ୍ତମାନ ଲାଭ କ୍ଷେତ୍ରରେ ଆଶା ବିଶେଷ ରହୁଅଛି। ଯେଉଁ କାର୍ଯ୍ୟ ନିମନ୍ତେ ବ୍ୟସ୍ତ ଥିଲେ ସେ କାର୍ଯ୍ୟରେ ଆପଣ ସିଦ୍ଧିଲାଭ କରିବେ। ଆପଣଙ୍କର ଆଉ କିଛି ଅସୁବିଧା ନଥିଲା, ଥିଲା ଏକମାତ୍ର ଦଶା ଯାହା ଆରମ୍ଭ ହୋଇସାରିଛି। ଏଥର ଭାଗ୍ୟୋଦୟର ବିଶେଷ ସମ୍ଭାବନା ବନୁଅଛି। ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। ଶ୍ରଦ୍ଧାର ସହିତ ସମୟ ସହିତ ତାଳ ଦେଇ ଚଳିଯାଆନ୍ତୁ। ଶୁଭଫଳ ପ୍ରାୟତଃ ବିଳମ୍ବରେ ଫଳ ପ୍ରଦାନ କରିଥାଏ, ତେଣୁ ଆଗାମୀ ଦିନକୁ ଶୁଭଫଳ ଆପଣଙ୍କୁ ଧୀରେ ଧୀରେ ପ୍ରାପ୍ତ ହେବାର ଅଛି। ଆଉ ଗୋଟିଏ କଥା ଧ୍ୟାନ ରଖନ୍ତୁ କି ଆପଣ କୌଣସି ସ୍ୱଜନିତ କର୍ମଟିଏ କରି ପକାଇଛନ୍ତି। ବର୍ତ୍ତମାନ ତାହାର କୁପ୍ରଭାବ କେତେକାଂଶରେ ଆପଣ ଭୋଗ କରିସାରିଛନ୍ତି ମଧ୍ୟ। ଆଉ ସେପରି ଭୁଲ ଯେପରି ନ ହେବ ସେପରି ନିଷ୍ଠାବାନ ହୁଅନ୍ତୁ। ବର୍ତ୍ତମାନ ଆପଣଙ୍କ ମନ ମଧ୍ୟରେ ଏକ ଶ୍ରେଷ୍ଠ କର୍ମ ନିମନ୍ତେ ଚିନ୍ତା ଜାଗ୍ରତ। ଆପଣଙ୍କ ମନରେ ବିନା କାରଣରେ ଯେଉଁ ସବୁ ଭୟ ଜାଗ୍ରତ ହେଉଥିଲା ତାହା ସବୁ ଦୂର ହୋଇଯିବ। ଯାହା କିଛି ଯାଇଛି ସେ ନିମନ୍ତେ ଅଯଥାରେ ଆଉ ଚିନ୍ତା କରନ୍ତୁ ନାହିଁ। ଧନ ସମ୍ପତ୍ତି ଅବିଳମ୍ବେ ପ୍ରାପ୍ତ ହେବ। ଅନେକ ଦିଗରୁ ବାକି ପଡ଼ିଥିବା ମଙ୍ଗଳ କାର୍ଯ୍ୟମାନ ଏବେ କେତେକାଂଶରେ ସଫଳ ହୋଇଯିବାର ସମୟ ଆସିଛି। ବର୍ତ୍ତମାନ କେତୁଙ୍କର ଫଳ ଦୃଷ୍ଟିରୁ ଆପଣଙ୍କ ମନ ମଧ୍ୟରେ ପ୍ରବଳ ଆତଙ୍କ ଦେଖାଦେଇଛି। ଅହେତୁକ ଭୟରେ ଆପଣ କଷ୍ଟ ପାଉଛନ୍ତି। ମାନସିକ ସ୍ମୃତିହୀନତା ଦେଖାଦେଉଛି। ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡ଼ିତ ହୋଇ ଚିନ୍ତିତ ଅଛନ୍ତି। ଆପଣଙ୍କର ଜୀବନରେ ବହୁ କଷ୍ଟ ସମୟ ପହଞ୍ଚିଥିଲା। ଦୁଷ୍ଟ ଗ୍ରହମାନେ ଆପଣଙ୍କ ଜାତକର ଦୁଃସ୍ଥାନମାନଙ୍କରେ ଥାଇ ଆପଣଙ୍କୁ ବହୁ କଷ୍ଟ ଭୋଗାଇଛନ୍ତି। ଆପଣ ଆୟଠାରୁ ବ୍ୟୟ ବିଶେଷ ଭାବେ ହାନି ହେଲା। ଆପଣ ଯେଉଁ ବି କାର୍ଯ୍ୟ କରୁଥିଲେ ସେଥିରେ ସଫଳତା ପାଇପାରୁନଥିଲେ। ଆପଣଙ୍କର ପରିଶ୍ରମ ଅନୁଯାୟୀ ଆପଣଙ୍କୁ ସେଥିରେ କିଛି ଲାଭ ମିଳୁନଥିଲା। ବହୁତ ତ ପରିଶ୍ରମ କରୁଥିଲେ କିନ୍ତୁ ଲାଭ କମ୍ ରହୁଥିଲା। ବହୁତ ଚେଷ୍ଟା ସତ୍ତ୍ୱେ ଆପଣ ଚାକିରି ହେଉ ବା କୌଣସି କର୍ମସଂସ୍ଥାନରେ ପ୍ରମୋସନ୍ ଆଦି ପାଇପାରୁନଥିଲେ। କିନ୍ତୁ ସେହିସବୁ ଯାହା ବି କିଛି ସମସ୍ୟା ରହିଥିଲା ତାହା ସବୁ ଦୂର ହେବାକୁ ଆଉ ସମୟ ଲାଗିବ ନାହିଁ। ଆପଣ ପ୍ରାୟତଃ ଚିଡ଼ିଚିଡ଼ା ସ୍ୱଭାବର ରହୁଛନ୍ତି, ଯାହା ଆପଣ ନିଜେ ବିଚାର କରି ଦେଖନ୍ତୁ। ଆପଣଙ୍କର ଏହି ଚିଡ଼ିଚିଡ଼ା ସ୍ୱଭାବ କାରଣରୁ ଆପଣଙ୍କ ଠାରୁ ଆପଣଙ୍କର ଅତି ପ୍ରିୟ ମିତ୍ରଟିଏ ଦୂରେଇ ଯାଇଛି ବା ପ୍ରିୟ ସାଥୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଦାମ୍ପତ୍ୟ ଜୀବନ ସଠିକ୍ ଭାବରେ ଚାଲୁନାହିଁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆପଣ ସ୍ୱାମୀ ହୋଇଥାନ୍ତି ବା ସ୍ତ୍ରୀ, ଆପଣ ଚିନ୍ତା କରନ୍ତୁ କି ଆପଣଙ୍କର ସମୟ ବର୍ତ୍ତମାନ ସେତେଟା ଭଲ ଚାଲୁନାହିଁ। କିନ୍ତୁ ଆଗକୁ ଆଉ ଏପରି ସ୍ଥିତି ରହିବ ନାହିଁ। ସମୟ ବହୁତ ହିଁ ଭଲ ଆସିଯିବ। ଏଣିକି ଆପଣ ଶାନ୍ତିରେ ବିଶ୍ରାମ କରିବେ। ଧନ ମିଳିବ, ହେଲେ ସାମାନ୍ୟ ବିଳମ୍ବ ହୋଇପାରେ। ବର୍ତ୍ତମାନ ଆପଣ ଯେଉଁ କାର୍ଯ୍ୟ କରିବାକୁ ଅଗ୍ରସର ହେଉଛନ୍ତି ସେ କାର୍ଯ୍ୟଟି କରିବା ସମୟରେ ଟିକେ ଦେଖିଚାହିଁ କରନ୍ତୁ। ଭାଗ୍ୟର ଉନ୍ନତି ସମୟ ଖୁବ୍ ନିକଟରେ, ହେଲେ ତାହା ମଧ୍ୟ ସାମାନ୍ୟ ବିଳମ୍ବ ଘଟାଉଅଛି। ଆଉ କିଛି ଦିନ ରହିଅଛି ଆପଣଙ୍କ ଜୀବନରେ ଭାଗ୍ୟ ଉଦୟ ପାଇଁ। ନିକଟରେ, ଅତି ନିକଟରେ ହିଁ ଆପଣ ଜଣେ ବନ୍ଧୁଙ୍କର ସହଯୋଗରେ ଆପଣ ବହୁତ ଜୀବନରେ ପରିବର୍ତ୍ତନ ଆଣିପାରିବେ। ସେହି ବନ୍ଧୁଙ୍କ ଦ୍ୱାରା ଆପଣ ବିଶେଷ ଲାଭବାନ ପାଇବେ। ବର୍ତ୍ତମାନଠାରୁ ଏହି ଭିଡ଼ିଓ ଆପଣ ଦେଖୁଛନ୍ତି ତ 7 ଦିନ ମଧ୍ୟରେ କୌଣସି ଦେବାଦେବୀ ମନ୍ଦିରରେ ଭୋଜ ନୀତି କରନ୍ତୁ, ଅର୍ଥାତ୍ କିଛି ଦୁଃଖ ଦରିଦ୍ରଙ୍କୁ କିଛି ଖାଦ୍ୟ ପଦାର୍ଥ ଦାନ କରନ୍ତୁ ବା ମନ୍ଦିରରେ କିଛି ସେବା ଦିଅନ୍ତୁ। ତା ସହିତ ଆପଣଙ୍କର ଆଉ ଗୋଟିଏ ଦୁର୍ଗୁଣ ରହୁଅଛି, ଯାହାକି ଆପଣ ପ୍ରତ୍ୟେକ କାମକୁ ଡେରିରେ କରିଥାନ୍ତି। ଯେଉଁ କାମ ଏବେ କରିବାର କଥା ତାକୁ ଆପଣ ଟାଳି ଦେଇଥାନ୍ତି। ଆପଣ ଏହି ଖରାପ ଗୁଣ ଯୋଗୁଁ ଆପଣ ଜୀବନରେ ବହୁତ ପଛକୁ ପଡ଼ିଯାଇଛନ୍ତି। ଯେଉଁ ସମୟରେ ଯାହା କରିବା କଥା ଆପଣ ସେହି ସମୟରେ ତାହା କରିନାହାନ୍ତି। ଏ କଥାଟିକୁ ଆପଣ ନିଜେ ହିଁ ବିଚାର କରିନିଅନ୍ତୁ। ନିଶ୍ଚିନ୍ତ ରୂପେ ଏହି କଥାଟି ଆପଣଙ୍କ ପାଇଁ ସତ୍ୟ ପ୍ରତିପାଦିତ ହେବ। ତ ଯଦି ଆପଣ ଏପରି କିଛି ଭୁଲ କରୁଛନ୍ତି ତ ଆଗକୁ ଏଥିପ୍ରତି ସତର୍କ ରୁହନ୍ତୁ। ଏପରି ଭୁଲ କରନ୍ତୁ ନାହିଁ। ଏହା ଆପଣଙ୍କର ପ୍ରଗତିର ପଥରେ ବାଧା ଆଣିବ। ଯାହା ବି ଶୁଭ ସମୟ ଶୁଭ ମୁହୂର୍ତ୍ତ ଆପଣଙ୍କ ପାଇଁ ଆସୁଅଛି ତାହାର ଲାଭ ଉଠାନ୍ତୁ। ବସି ରୁହନ୍ତୁ ନାହିଁ। ଯାହା କରିବାର ଅଛି ଏବେ ହିଁ କରିନିଅନ୍ତୁ। ଯାହା ଭଲ ଲାଗୁଛି ତାକୁ କରିନିଅନ୍ତୁ। କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ ବା ଟାଳନ୍ତୁ ନାହିଁ। ଏହି ଗୋଟିଏ ଗୁଣ ପ୍ରତି ଆପଣ ଧ୍ୟାନ ରଖନ୍ତୁ। ଶରୀରରେ ଥିବା ପୀଡ଼ା ଏବେ ଆରୋଗ୍ୟ ହେବ। ସନ୍ତାନ ନିମନ୍ତେ ଏବେ ଆଉ ଚିନ୍ତା କରନ୍ତୁ ନାହିଁ। ଏ ଦିଗରେ ନାନା ରାସ୍ତାରେ ସୁଫଳ ପାଇବେ। ଗୋଟିଏ କାର୍ଯ୍ୟ କରନ୍ତୁ, ବାଳକ ଲୀଳାଟିଏ କରନ୍ତୁ, ଲଙ୍ଗଳା ପିଲାମାନଙ୍କୁ ଭୋଜନ ଦିଅନ୍ତୁ, ଛୋଟ ପିଲାମାନଙ୍କୁ କିଛି ଗିଫ୍ଟ ଦିଅନ୍ତୁ। ଶୁଭଫଳ ପ୍ରାୟତଃ ଧୀରେ ଧୀରେ ପ୍ରାପ୍ତି ହୋଇଥାଏ। ଆପଣ ଆଉ ପଛକୁ ଫେରି ଚାହାନ୍ତୁ ନାହିଁ। ଏଣିକି ଆପଣଙ୍କର ଭାଗ୍ୟୋଦୟର ସମୟ ଆସିଯାଇଛି। ଯାହା ବି କରିବେ ସେଥିରେ ସଫଳତା ପ୍ରାପ୍ତ ହେବ। ତ କର୍ମରେ ଲାଗିଯାଆନ୍ତୁ। ଯେଉଁ ବି କଠିନ ପରିଶ୍ରମ ଆଗରୁ ଆପଣ କରିଛନ୍ତି ତାହାର ଶୁଭଫଳ ପ୍ରାପ୍ତିର ସମୟ ଆସିଯାଇଛି। ତ ଯଦି ଆପଣ 2 ନମ୍ବର ସଂଖ୍ୟାଟିକୁ ବାଛିଥିଲେ ତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଟାଇପ୍ କରନ୍ତୁ। ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଅନ୍ୟମାନଙ୍କ ସହ ଅଧିକରୁ ଅଧିକ ସେୟାର କରନ୍ତୁ।
ଏବଂ ଆମ ଚ୍ୟାନେଲକୁ ଯେଉଁମାନେ ସବସ୍କ୍ରାଇବ୍ କରୁଛନ୍ତି ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ। ହରି ଓମ୍ ଫ୍ରେଣ୍ଡସ୍, ଓଡ଼ିଆ ଅନଲାଇନ୍ ଚ୍ୟାନେଲ୍ ଆପଣମାନଙ୍କୁ ସ୍ୱାଗତ।